କର୍ଣ୍ଣ ହେଉଛନ୍ତି ମହାଭାରତର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଚରିତ୍ର। ସେ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାକୁ ଏକ ଶୂରବୀର ଯୋଦ୍ଧା ଥିଲେ। ସେ ଦେବତା ସୂର୍ଯ୍ୟ ଓ କୁନ୍ତୀଙ୍କ ପୁତ୍ର। କୁନ୍ତୀ ବିବାହ ପୂର୍ବରୁ ତାଙ୍କ ଜନ୍ମ ହୋଇଥିଲା ଏବଂ ଲୋକଲଜ୍ଜାର ଭୟରେ ଏକ ନଦୀରେ ଝାମ୍ପିରେ ରଖି ତାଙ୍କୁ ପରିତ୍ୟାଗ କରିଦେଇଥିଲେ। ସେ ଏକ ସୂତ ଚାଲକଙ୍କ ପରିବାରରେ ବଡ଼ ହୋଇଥିଲେ। ଏହି ଦୁଃଖ ଜୀବନରେ ଥିଲେ ମଧ୍ୟ ସେ ଏକ ଦୟ ଧନୁର୍ଦ୍ଧର ଓ ବୀର ଯୋଦ୍ଧା ଭାବେ ଗଢ଼ି ଉଠିଲେ। ଅନ୍ତର୍ଗତ କ୍ଷତ୍ରିୟରେ ମଧ୍ୟ ତାଙ୍କର ମହାନତା ଅବିସ୍ମରଣୀୟ। ଦୁର୍ଯ୍ୟୋଧନ କର୍ଣ୍ଣଙ୍କ କୌଶଳ ଓ ଶୂରତାକୁ ଦେଖି ତାଙ୍କୁ ଅଙ୍ଗ ଦେଶର ରାଜା କରିଦେଲେ। ଏଥିରୁ ଦୁଇ ଜଣଙ୍କ ମଧ୍ୟରେ ଗାଢ଼ ମିତ୍ରତା ହେଲା। କର୍ଣ୍ଣ ଏକ ଯୋଦ୍ଧା ଯିଏ ଜନ୍ମରୁ ଅପମାନ ଓ ଅସ୍ୱୀକାର ପାଇଛନ୍ତି, କିନ୍ତୁ ତାଙ୍କର ଲକ୍ଷ୍ୟ ସ୍ପଷ୍ଟ ଥିଲା। ସେ ଏକ ଶ୍ରେଷ୍ଠ ଧନୁର୍ବିଦ୍ୟାର୍ଥ ହେବେ। ଯଦିଓ ବ୍ରାହ୍ମଣ ନୁହନ୍ତି, କର୍ଣ୍ଣ ତାଙ୍କ ପରିଚୟ ଲୁଚାଇ ପରଶୁରାମଙ୍କ ନିକଟରେ ଶିକ୍ଷା ନେଇ ପରଶୁରାମ ଏକ ମହାନ ଗୁରୁ ଯିଏ କେବଳ ବ୍ରାହ୍ମଣଙ୍କୁ ଶିଖାଉଥିଲେ। କର୍ଣ୍ଣଙ୍କ କୃତି ଶିକ୍ଷା ଦେଖି ପରଶୁରାମ ପ୍ରସନ୍ନ ହୋଇ କିନ୍ତୁ ଏକ ଦିନେ ଏକ ଘଟଣା କାରଣ ପରଶୁରାମଙ୍କ ନଜରରେ ପକାଇ ଦେଲା। କର୍ଣ୍ଣ ବ୍ରାହ୍ମଣ ନୁହନ୍ତି। ଏହି ଭ୍ରମ ଭାଙ୍ଗିଗଲା ଏବଂ ଗୁରୁ ପରଶୁରାମ ଦେଲେ ଶାପ, ତୁ ଯେତେବେଳେ ତୋର ବ୍ୟାସ ଜ୍ଞାନର ସବୁଠୁ ଅଧିକ ଦରକାର ପଡ଼ିବ, ସେତେବେଳେ ତୁ ତାକୁ ଭୁଲିଯିବୁ। ଏହି ଦୁଃଖ ଛତି ସତ୍ତ୍ୱେ କର୍ଣ୍ଣ ତାଙ୍କର ଶିକ୍ଷା ଓ ଗୁରୁ ପ୍ରତି ଶ୍ରଦ୍ଧା କେବେ ହରାଇ ନାହିଁ। ଆପଣମାନଙ୍କୁ ଏହି ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍